ଜଗନ୍ନାଥ ଯେତେବେଳେ ଗତକାଲି ଦେବସ୍ନାନ ପୂର୍ଣ୍ଣମୀରେ ମହାପ୍ରଭୁ ମାନେ 108 ଗରା ଜଳରେ ସ୍ନାନ କଲା ପରେ ଜ୍ୱରରେ ପୀଡ଼ିତ ହୁଅନ୍ତି, ସେତେବେଳେ ଆମର ଅଲାରନାଥଙ୍କ ଦର୍ଶନ ହୋଇଥାଏ। ଅଲାରନାଥ ପୁରୀ ଠାରୁ ପଶ୍ଚିମ ଦକ୍ଷିଣ ଦିଗରେ 18 କିଲୋମିଟର ଦୂରରେ ଅଲାରନାଥଙ୍କ ମନ୍ଦିର ଅବସ୍ଥିତ। ସେ ଏକ ବିଷ୍ଣୁ ପ୍ରତିମା ଏବଂ ତାହାକୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ଫଳ ମିଳିଥାଏ ବୋଲି ପୁରାଣ ମାନଙ୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଅନେକ ଭକ୍ତମାନେ ଶ୍ରୀ ଜଗନ୍ନାଥଙ୍କୁ ଯେତେବେଳେ ଶ୍ରୀମନ୍ଦିରରେ ଦର୍ଶନ କରିପାରନ୍ତି ନାହିଁ, ଠିକ ସେତିକି ବେଳେ ଯାଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି। ଅଲାରନାଥଙ୍କ ନୀତି ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନୀତି ସହିତ ପ୍ରାୟ ସମାନ ରହିଥାଏ। ଅପରପକ୍ଷରେ ଯେତେବେଳେ ମହାପ୍ରଭୁ ମାନେ ଯେତେବେଳେ ରହନ୍ତି ଅନବସର ବା ଅଣସର ଘରେ ରୁହନ୍ତି, ସେତେବେଳେ ତିନୋଟି ପଟିଦିଅଁଙ୍କୁ ପୂଜା କରାଯାଏ। ସେ ପଟିଦିଅଁ ଏକ ନିର୍ଦ୍ଦିଷ୍ଟ ରୂପକାର ଶିବଙ୍କ ଘରେ ତିଆରି କରାଯାଇଥାଏ ଏବଂ ମହାପ୍ରଭୁ ମାନେ ଯେତେବେଳେ ଅନବସରରେ ରହିଥାନ୍ତି, ସେ ଯୋଉ ପଟିଟା ରହିଥାଏ ସେଥିରେ ବିଭିନ୍ନ ରଙ୍ଗରେ ରଙ୍ଗାୟିତ ସେଇ ପଟିଦିଅଁ ମାନଙ୍କୁ ପୂଜା କରାଯାଏ। ପଟିରେ ଝୁଲୁଥିବା ହୁଏତ ପଟିଦିଅଁ ବା ପଟି କାଗଜରେ ତିଆରି କରାଯାଉଥିବା ତାହା ପଟିଦିଅଁ, ଯାହାହେଲେ ମଧ୍ୟ ଆମେ ସେ ଯୋଉମାନେ ଯାଆନ୍ତି ସେ ପଟିଦିଅଁଙ୍କୁ ହିଁ ଦର୍ଶନ କରିଥାନ୍ତି ଏବଂ ଏଇ 15 ଦିନ କାଳ ଅଲାରନାଥଙ୍କ ପୀଠ ଚଳଚଞ୍ଚଳ ହୋଇଥାଏ। ଶୁଣାଯାଏ ଯେ ଅତୀତରେ ଚୈତନ୍ୟ ମଧ୍ୟ ଆସି ସେ ଅଲାରନାଥଙ୍କ ପୀଠରେ ଭକ୍ତି ଭାବରେ ବିମୋହିତ ହୋଇ ପଡ଼ି ଗୋଟିଏ ପଥର ଉପରେ ଶୋଇ ଯାଇଥିବାରୁ ସେ ପଥରଟିର ମଧ୍ୟ ଯୋଉ ଯୋଉ ଜାଗାରେ ଚୈତନ୍ୟଙ୍କର ଯୋଉ ଯୋଉ ଅଙ୍ଗ ଲାଗିଥିଲା ତାହା ତରଳି ଯାଇଥିଲା। ଏବେ ମଧ୍ୟ ତାହା ଚୈତନ୍ୟ ଶିଳା ନାମରେ ଅଲାରନାଥ ମନ୍ଦିରରେ ମଧ୍ୟ ତାହା ଭକ୍ତମାନେ ଦର୍ଶନ କରନ୍ତି। ସେ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଠିଆ ହୋଇଥିବା ବିଷ୍ଣୁଙ୍କର ମୂର୍ତ୍ତି ଏବଂ ବିଷ୍ଣୁଙ୍କର ଯାହା ଶଙ୍ଖ ଚକ୍ର ଆଦି ଧାରଣ କରିଥାନ୍ତି ଏବଂ ଲୋକମାନଙ୍କର ପ୍ରବାଦ ଅଛି, ଯେଉଁମାନଙ୍କର ଜଗନ୍ନାଥ ଦର୍ଶନ କରିନଥାନ୍ତି ସେମାନେ ଅଲାରନାଥଙ୍କୁ ଦର୍ଶନ କଲେ ତାଙ୍କର ସମ ଫଳ ମିଳିଥାଏ। ଅତୀତ ବେଳେ ଲୋକମାନେ ଯିବା ଆସିବା କଷ୍ଟ ହେଲେ ମଧ୍ୟ ଯାଇକି ଦର୍ଶନ କରୁଥିଲେ। ଏବେ 30-40 ବର୍ଷ ଧରି ବ୍ରହ୍ମଗିରିକୁ ସବୁଦିନ ରାସ୍ତା ହୋଇଯିବା ଫଳରେ ଭକ୍ତଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ସେଠାରେ ମଧ୍ୟ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ସୁଯୋଗ ସୃଷ୍ଟି କରୁଥିବା ବେଳେ ସେଠାରେ କ୍ଷୀରି ଭୋଗଟାକୁ ପ୍ରସିଦ୍ଧ ଦିଆଯାଏ। ଶୁଣାଯାଏ ଯେ ଅଲାରନାଥଙ୍କ ପାଖରେ ଯେଉଁ ପୂଜାରୀ ପୂଜା କରୁଥିଲା, ଥରେ ତାଙ୍କ ଦେହ ଅସୁସ୍ଥ ହେବାରୁ ବା ସେ ପୂଜା କରି ନ ପାରୁଥିବାରୁ ତାଙ୍କର ପୁଅକୁ କହିଥିଲେ ଯାଇକିରି ଅଲାରନାଥ ପାଖରେ କ୍ଷୀରି ଭୋଗ କରିଦେବୁ। ଅଲାରନାଥ ପାଖରେ ସେ ପିଲାଟି କିଛି ପୂଜାପୂଜି ଜାଣିନଥିଲା, ସେ କ୍ଷୀରି ହାଣ୍ଡି ଥୋଇ ଆସ ଅଲାର ଖାଅ କ୍ଷୀରି ବୋଲି ଗୋଟେ ପଦ କହିଥିବା ପରେ ଅଲାରନାଥ କ୍ଷୀରି ଖାଇଥିଲେ, କିନ୍ତୁ ବାପା ତାକୁ ବିଶ୍ୱାସ କରିନଥିଲେ। ବାପା ବିଶ୍ୱାସ କଲେ, କହିଲା ବାପା ମୁଁ ମିଛ କହୁନି, ତମେ ଆସ। ଯେମିତି ଯାଇକି ସେ ପରଦିନ କ୍ଷୀରି ଥୋଇଛନ୍ତି, ପୂଜା କରା ସେ କହୁଛନ୍ତି ଆସ ଅଲାର ଖାଅ କ୍ଷୀରି, ଯେତେବେଳେ ମତେ ନ ଆସେ ପୂଜା କରି ମତେ ନ ଆସେ ଦିଅଙ୍କ ନା ବାପା ଯାଇଛନ୍ତି ବାହାର ଗାଁ ଚାରିପଟ ବୁଲି ଯାଇଛି, ଅଲାର ଆସିଛନ୍ତି କ୍ଷୀରି ଖାଇଲା ବେଳେ ବାପା ଦେଖି ଦେଇଛନ୍ତି। ଅଲାର ଯେତେବେଳେ ଚାଲି ଯାଇଛନ୍ତି ତାଙ୍କ ହାତରୁ କ୍ଷୀରି ପଡି ତାଙ୍କ ଅଙ୍ଗରେ ଗୋଟେ ଜାଗା ଏବଂ ଶରୀର ଆଙ୍ଗୁଠି ମଧ୍ୟ ପୋଡି ଯାଇଥିବାରୁ ସେ ଚିହ୍ନ ବର୍ତ୍ତମାନ ମଧ୍ୟ ଅଲାରନାଥଙ୍କ ମହାପ୍ରଭୁଙ୍କର ବିଗ୍ରହରେ ସ୍ପଷ୍ଟ ପ୍ରତିମାନ ହୁଏ। ତେଣୁ ଏଇ 15 ଦିନ ତାହାକୁ ମଧ୍ୟ ଶ୍ରୀକ୍ଷେତ୍ରରେ ମାନ୍ୟତା ମିଳେ। ସେଠାରେ ଲୋକମାନେ ଯାଇ ଅନ୍ନ ପ୍ରସାଦ ସେବନ କରନ୍ତି ଏବଂ ସେ ଜାଗାରେ ଯୋଉ ପ୍ରସିଦ୍ଧ କ୍ଷୀରି ଭୋଗ ତାହାକୁ ଖାଆନ୍ତି ଏବଂ ଏଇ 15 ଦିନ କାଳ ନିଶ୍ଚିତ ଭାବେ ବ୍ରହ୍ମଗିରି ଚଳଚଞ୍ଚଳ ହୋଇ ଉଠେ। ଆଜ୍ଞା ସାର୍, ଗୋଟେ ବିଶ୍ୱାସ ରହିଛି, କୁହାଯାଏ ଯେ ଶ୍ରୀମନ୍ଦିରରେ ରତ୍ନସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳିଥାଏ, ଅଣସର ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କଲେ ମଧ୍ୟ ସେ ସମାନ ପୁଣ୍ୟ ମିଳିଥାଏ। ଇଏ ବିଶ୍ୱାସ କାହିଁ କେତେ କାଳରୁ ଭକ୍ତଙ୍କ ମନରେ ରହିଛି, ଯେଉଁଥିପାଇଁ କି ଯେତେବେଳେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି ସେତେବେଳେ ଅଲାରନାଥଙ୍କ ପୀଠରେ ଏଭଳି ଭାବରେ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିଥାଏ। ଆ ପଛର ମହାତ୍ମ୍ୟକୁ ଆପଣ କିଭଳି ଦେଖୁଛନ୍ତି? ହଁ, ଆମର ଯେତେବେଳେ ଅଲାରନାଥଙ୍କ ସାଧୁ ଯେତେବେଳେ ଆସିଲେ ଚୈତନ୍ୟ ଆସିଥିଲେ, ଦେଖିଲେ ଦୁଆର ଚାବି ପଡିଛି, ଦର୍ଶନ କରିପାରିନାହାନ୍ତି, ସେତେବେଳେ ସେ ପ୍ରାଣ ସ୍ୱର୍ଗ କରିବା ପାଇଁ ଯାଇଛନ୍ତି ସମୁଦ୍ର କୂଳରେ। କିନ୍ତୁ ସେ ଯାଉ ଯାଉ ବାଟେ ସେ ଯୋଉ ମନ୍ଦିରଟି ଦେଖିଛନ୍ତି, ସେଠି ତାଙ୍କୁ ସ୍ୱପ୍ନାଦେଶ ହୋଇଛି ମୁଁ ଏଇଠାରେ ଅଛି। ଯେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କ ଜ୍ୱରରେ ପ୍ରପୀଡ଼ିତ ହୋଇ ଅଣବସରେ ଥାନ୍ତି, ସେତେବେଳେ ମୁଁ ଏଇଠାରେ ବିରାଜମାନ କରିଥିବା ସ୍ୱପ୍ନାଦେଶ ହୋଇଛି।
ସେତେବେଳେ ସେଟାକୁ ଦର୍ଶନ କରିଛନ୍ତି। ସେ ମହିମା ଆଖ୍ୟାୟିକା କାଳ କାଳକୁ ଲୋକମୁଖର ହଉ ବା ପୁରାଣ ଶାସ୍ତ୍ରରେ ଲେଖା ଭାବରେ ହଉ ବା ଜନଶ୍ରୁତି ହଉ ତାହା ଏପର୍ଯ୍ୟନ୍ତ ଗଡ଼ି ଆସିଛି। ଏବଂ ଅତୀତରେ ଲୋକ ସଂଖ୍ୟା ବଢୁନଥିଲା, କାରଣ ସେତେବେଳେ ରାସ୍ତାଘାଟ ନଥିଲା, କିନ୍ତୁ ବହୁ ସାଧୁ ସନ୍ଥ ମାନେ ଯାଇକି ମଧ୍ୟ ଅଲାରନାଥଙ୍କୁ ଦର୍ଶନ କରୁଥିଲେ। ବର୍ତ୍ତମାନ ରାସ୍ତାଘାଟର ସୁବିଧା ଏବଂ ଲୋକଙ୍କ ଯାତାୟାତର ସୁବିଧା ହେଇଯାଇଥିବାରୁ ଆଶାତୀତ ଲୋକ ଜନସମାଗମ ସେଠି ହଉଛି ଏବଂ ଯାହାଫଳରେ କି ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ଭକ୍ତମାନଙ୍କର କେମିତି ଶୃଙ୍ଖଳିତ ଦର୍ଶନ ହେବ ତାର ଦାୟିତ୍ୱ ନେଉଛନ୍ତି। ନିଶ୍ଚିତ ଭାବରେ ଆମର ଜଗନ୍ନାଥଙ୍କୁ ଅଣବର୍ଷ ବେଳେ ଯିଏ ଦର୍ଶନ କରିପାରିନି, ସେ ଯଦି ଦର୍ଶନ କରେ ଅଲାରନାଥଙ୍କୁ ତାହେଲେ ମଧ୍ୟ ସମଫଳ ମିଳେ ଏବଂ ସେ ଦେଖିବା ସାଙ୍ଗେ ସାଙ୍ଗେ ସେ ଯୋଉ ଚୈତନ୍ୟ ଶିଳା ଅଛି ତାହା ଏକ ଅଲୌକିକ ଶିଳା, କାରଣ ସେ ଚୈତନ୍ୟ ଶୋଇପଡ଼ିଥିବା ହେତୁ ଚୈତନ୍ୟଙ୍କ ଅଙ୍ଗ ଯୋଉ ଯୋଉ ଜାଗାରେ ପଥରରେ ଲାଗିଥିଲା ସେଇ ସେ ଅଙ୍ଗ ତଳି ଯାଇ ସେ ଚିହ୍ନ ଅଦ୍ୟାବଧି ହୋଇଥିବାରୁ ତାହାକୁ ଚୈତନ୍ୟ ଶିଳା କୁହାଯାଏ। ଏଇ 15 ଦିନ କାଳ ଲୋକମାନେ ଅଲାରନାଥଙ୍କ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନ ତୁଲ୍ୟ ଫଳ ଲାଭ କରିଥାନ୍ତି।